ଚାଲନ୍ତୁ ଦେଖିବା ଆଜିର ଗୁରୁତ୍ୱପୂର୍ଣ୍ଣ ଖବର। ପୋଷ୍ଟ ଅଫିସରେ ଏହି ଦମଦାର ଆର୍‌ଡି ଯୋଜନାରେ ଏକ ଛୋଟ ନିବେଶ କରନ୍ତୁ ଏବଂ ବହୁତ ଲାଭ ପାଆନ୍ତୁ। ଏହି ଯୋଜନାରେ ସମ୍ପୂର୍ଣ୍ଣ ବିବରଣୀ ଏବଂ ଆପଣ କିପରି ସହଜରେ ଟଙ୍କା ବୃଦ୍ଧି କରିପାରିବେ, ଏହା ବିଶେଷ କରି ସେମାନଙ୍କ ପାଇଁ ଉପଯୁକ୍ତ ଯେଉଁମାନେ ନିୟମିତ ସଞ୍ଚୟ କରିବାକୁ ଏବଂ ସୁରକ୍ଷିତ ଲାଭ ଅର୍ଜନ କରିବାକୁ ଯୋଜନା କରନ୍ତି। ଏହି ଯୋଜନାରେ ନିବେଶକଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ରାଶି ଜମା କରିବାକୁ ପଡ଼ିବ, ଯାହା ଉପରେ ତାଙ୍କୁ 5 ବର୍ଷ ସୁଧ ମିଳିବ। ପୋଷ୍ଟ ଅଫିସ ଆର୍‌ଡି ଯୋଜନା ସେମାନଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ଯେଉଁମାନେ ଅଳ୍ପ ପରିମାଣରେ ନିବେଶ ଆରମ୍ଭ କରି ନିଶ୍ଚିତ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି। ତେଣୁ ପୋଷ୍ଟ ଅଫିସ ଆର୍‌ଡି ଯୋଜନା 2025ର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ କ'ଣ? ପୋଷ୍ଟ ଅଫିସ ଆର୍‌ଡି ସ୍କିମ୍ 2025ର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଏହାର ଭଲ ସୁଧ ହାର, ଯାହା ବର୍ତ୍ତମାନ ବାର୍ଷିକ 6.7%। ଏହି ସୁଧ ହାର ତ୍ରୈମାସିକ ଆଧାରରେ ବୃଦ୍ଧି ପାଇଥାଏ, ଯାହା ନିବେଶକମାନଙ୍କୁ ସେମାନଙ୍କ ନିବେଶ ଉପରେ ଅଧିକ ଲାଭ ହୋଇଥାଏ। ଏହି ଯୋଜନା ମାତ୍ର 100ରୁ ମାସିକ କିସ୍ତି ସହିତ ଆରମ୍ଭ କରାଯାଇପାରିବ, ଯାହା ଏହାକୁ ଛୋଟ ନିବେଶକମାନଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ। ପୋଷ୍ଟ ଅଫିସ ଆର୍‌ଡି ଯୋଜନା 2025 ହେଉଛି ଏକ ସରକାରୀ ସମର୍ଥିତ ସଞ୍ଚୟ ଯୋଜନା, ଯେଉଁଥିରେ ନିବେଶକମାନେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣ ଜମା କରନ୍ତି ଏବଂ 5 ବର୍ଷ ପରେ ସେମାନେ ଏକାଥରେ ପରିପକ୍ୱତା ରାଶି ପାଆନ୍ତି। ଏହା ସେହି ଲୋକମାନଙ୍କ ପାଇଁ ଲାଭଦାୟକ ଯେଉଁମାନେ ଭବିଷ୍ୟତରେ ଅଳ୍ପ ପରିମାଣରେ ସଞ୍ଚୟ କରି ବଡ଼ ପରିମାଣର ଟଙ୍କା ପାଇବାକୁ ଚାହୁଁଛନ୍ତି। ତେଣୁ ପୋଷ୍ଟ ଅଫିସ ଆର୍‌ଡି ଯୋଜନା ହେଉଛି ଏକ ସୁରକ୍ଷିତ ଏବଂ ଲାଭଦାୟକ ନିବେଶ ବିକଳ୍ପ, ଯାହାର ସୁଧ ହାର ବାର୍ଷିକ 6.7, ଯାହାକୁ ମାତ୍ର 100ରୁ ମାସିକ ଜମା ସହିତ ଆରମ୍ଭ କରାଯାଇପାରିବ। ଏହି ଯୋଜନା କେବଳ ନିୟମିତ ସଞ୍ଚୟ ଅଭ୍ୟାସ ବିକଶିତ କରେ ନାହିଁ, ବରଂ ସମ୍ପୂର୍ଣ୍ଣ ସରକାରୀ ସୁରକ୍ଷା ମଧ୍ୟ ପ୍ରଦାନ କରେ।